ବର୍ତ୍ତମାନ ଇ ଶ୍ରମ କାର୍ଡଧାରୀଙ୍କ ପାଇଁ ଆସିଲା ଗୋଟେ ବହୁତ ହି ବଡ଼ ଖୁସି ଖବର। ଯଦି ଆପଣଙ୍କ ପାଖରେ ଇ ଶ୍ରମ କାର୍ଡ ରହିଛି ତେବେ ଆପଣ ମଧ୍ୟ ପାଇପାରିବେ ସରକାରଙ୍କ ଅନେକ ପ୍ରକାର ସୁବିଧା। ବର୍ତ୍ତମାନ ଇ ଶ୍ରମ କାର୍ଡଧାରୀଙ୍କୁ ସରକାର ଦେଉଛନ୍ତି ଟଙ୍କା। ତ କିଭଳି ପାଇବେ ଏବଂ କେଉଁମାନେ ପାଇବେ ଏହି ସୁବିଧା, ତେବେ କ'ଣ ରହିଛି ଆଜିର ଏହି ଅପଡେଟ୍ଟି ଭିଡ଼ିଓରେ ପୁରା ଇନଫର୍ମେସନ୍ ପାଇଯାଇପାରିବେ। ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲ୍ ସହ ଯୋଡ଼ି ରହିଗଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ଉପରେ ସିଲେକ୍ଟ କରିଦିଅନ୍ତୁ। ଦେଖନ୍ତୁ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଇ ଶ୍ରମ ପୋର୍ଟାଲର ଶୁଭାରମ୍ଭ ମଧ୍ୟ ହୋଇସାରିଛି। ଏଥିରେ ଲୋକମାନେ ଭଲ ମୌଳିକ ଲାଭ ମଧ୍ୟ ପାଉଛନ୍ତି। ତେବେ କେନ୍ଦ୍ର ସରକାରଙ୍କର ଏହି ଇ ଶ୍ରମ ପୋର୍ଟାଲଟି ଲୋକମାନଙ୍କ ପାଇଁ କାର୍ଯ୍ୟ ମଧ୍ୟ କରୁଅଛି। ଏଥିପାଇଁ ଏକ ନୂତନ ଯୋଜନା ମଧ୍ୟ ଶୁଭାରମ୍ଭ କରାଯାଇଛି। ସମସ୍ତ କ୍ଷେତ୍ରରେ ଲୋକମାନଙ୍କ ପାଇଁ ସିଧାସଳଖ ଲାଭ ମଧ୍ୟ ଦିଆଯାଉଅଛି। ଯଦି ଆପଣ ମଧ୍ୟ ଏକ ଅଣସଂଗଠିତ ଜିଲ୍ଲାରେ କିମ୍ବା ରାଜ୍ୟରେ କାର୍ଯ୍ୟ କରୁଛନ୍ତି, ତେବେ ଏହାର ଲାଭ ଉଠାଉଥିବା ବ୍ୟକ୍ତିମାନଙ୍କ ପାଖରେ ଏକ ଇ ଶ୍ରମ କାର୍ଡ ରହିବା ନିହାତି ଆବଶ୍ୟକତା ରହିଛି। ତେବେ 16 ବର୍ଷ ଠାରୁ 59 ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଇପିଏଫ୍ଓ, ଇଏସ୍ଆଇସି ଏବଂ ଏନ୍ପିଏସ୍ର ଲାଭ ପାଇବାକୁ ହେଲେ ଆପଣଙ୍କୁ ଇ ଶ୍ରମ କାର୍ଡ ଆବେଦନ କରିବାକୁ ବାଧ୍ୟତାମୂଳକ ରହିଛି। ଦେଖନ୍ତୁ, ଇ ଶ୍ରମ କାର୍ଡଟିକୁ ଅନଲାଇନ୍ରେ ଆବେଦନ କରିବା ବହୁତ ସହଜ ଅଟେ। ଆପଣ ଚାହିଁଲେ ପାଖାପାଖି ଥିବା ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଅନଲାଇନ୍ ଯୋଗେ ଇ ଶ୍ରମ କାର୍ଡଟିକୁ ଆବେଦନ କରିପାରିବେ। ତେବେ ଆପଣମାନେ ଭାବୁଥିବେ ଯେ ଏଥିପାଇଁ କ'ଣ ସବୁ ଡକୁମେଣ୍ଟସର ଆବଶ୍ୟକତା ହୋଇଥାଏ। ଦେଖନ୍ତୁ, ଏଥିପାଇଁ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡର ଜେରକ୍ସ ଦରକାର, ତା ସହିତ ଆପଣଙ୍କୁ ମୋବାଇଲ ନମ୍ବରଟିଏ ଦରକାର, ତା ସହ ଆପଣଙ୍କର ବ୍ୟାଙ୍କ ପାସବୁକ୍ର ଜେରକ୍ସର ଆବଶ୍ୟକତା ରହିଛି। ଇ ଶ୍ରମ ପୋର୍ଟାଲରେ ଆବେଦନ କରିସାରିବା ମାତ୍ରେ ଆପଣ ଆପଣଙ୍କ ଇ ଶ୍ରମ କାର୍ଡ ମଧ୍ୟ ପାଇପାରିବେ। ତା ସହ ଆପଣ ଆପଣଙ୍କ ଇ ଶ୍ରମ କାର୍ଡଟିକୁ ଆପଣଙ୍କ ଆଧାର କାର୍ଡ ସହ ମଧ୍ୟ ସଂଯୋଗ କରିନେଇ ପାରିବେ ଏବଂ ବହୁତ ଜଲ୍ଦି ମଧ୍ୟ ଇ ଶ୍ରମ କାର୍ଡ ମାଧ୍ୟମରେ 500ରୁ 1000 ଟଙ୍କାର ମାସିକ କିସ୍ତି ମଧ୍ୟ ଉପଲବ୍ଧ ହୋଇପାରିବ। ତେବେ ଏହି କାର୍ଡ ମାଧ୍ୟମରେ 2 ଲକ୍ଷ ଟଙ୍କାର ବୀମା ମଧ୍ୟ ଉପଲବ୍ଧ ରହିଛି। ଯଦି ଇ ଶ୍ରମ କାର୍ଡଧାରୀ ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ବୀମା ସୁବିଧା ମଧ୍ୟ ଯୋଗାଇ ଦେବେ କେନ୍ଦ୍ର ସରକାର।